ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟସ୍ଥ କ୍ଷେତ୍ରପାଳ ଗ୍ରାମର ଓଡ଼ିଶା ପ୍ରସିଦ୍ଧ ସର୍ବ ପୁରାତନ ଅନୁଷ୍ଠାନ ସିଦ୍ଧନାରାୟଣ ପାଲା ମଣ୍ଡପରେ 209ତମ ବାଦିପାଲା ମହୋତ୍ସବ ମହା ଆଡ଼ମ୍ବରରେ 10 ରାତି ଧରି ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନବକିଶୋର ସାମନ୍ତରାୟ ଓ ସମ୍ପାଦକ ସୁଧୀର ଚନ୍ଦ୍ର ଖଣ୍ଡାଇଙ୍କ ତତ୍ତ୍ୱାବଧାନରେ ଏହି ବାଦିପାଲା ମାର୍ଚ୍ଚ 16 ତାରିଖରୁ ଆରମ୍ଭ ହୋଇ 25 ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ 26 ତାରିଖ ଦିବା 9ଟା ଘଣ୍ଟିକାରୁ 2 ଘଟିକା ପର୍ଯ୍ୟନ୍ତ ପ୍ରଭୁ ସତ୍ୟନାରାୟଣଙ୍କ ଶିରିଡ଼ି ଉତ୍ସବ ମହା ଆଡ଼ମ୍ବରରେ ହୋଇଯାଇଅଛି। ମହାଦିତ୍ୟ ସାମନ୍ତରାୟ, ପିତା ପବିତ୍ର ବହନ ସାମନ୍ତରାୟ, ମାତା ହେନା ସାମନ୍ତରାୟ, ଗ୍ରାମ କ୍ଷେତ୍ରପାଳ। আগন্তুক হে ভগবান লক্ষ্মী শিব প্রসাদে সকাল কবিরি সকাল শত্রু বিনাশ হেতু গদম মুকুন্দ চরণাগতে সেই মহাশয়ଙ୍କର মনোনিষ্ঠ পূর্ণ হেব জলাপথে পুষ্পপুষ্টিকম সর্ববেলা আনন্দে কবা ସମୁଦାୟ 10 ରାତ୍ରିରୁ 5 ରାତ୍ରି ଗ୍ରାମ କମିଟି ଏବଂ ଅନ୍ୟ 5 ରାତ୍ରି ବିଭିନ୍ନ ମାନସିକ ରଖିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଉଦ୍ଦିଷ୍ଟ। ଏହି କର୍ମରେ ମାର୍ଚ୍ଚ 22 ତାରିଖ ଦିନ ଗ୍ରାମର ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ଓ ଶ୍ରୀମତୀ ହେନା ମହାପାତ୍ରଙ୍କ ପୁତ୍ର ତଥା ଶ୍ରୀ ଏକାଦଶୀ ଓ ଶ୍ରୀମତୀ ସୁକାନ୍ତି ସାମନ୍ତରାୟଙ୍କ ନାତି ମହାଦିତ୍ୟ ସାମନ୍ତରାୟଙ୍କ ନାମରେ ଅନୁଷ୍ଠିତ ହୋଇଥିଲା। ଗାୟକ ମାର୍ତ୍ତଣ୍ଡ ରସାନନ୍ଦ ନାୟକ ଓ ବାଣୀକଣ୍ଠ ରବୀନ୍ଦ୍ର ବୈରୀ ଶଲ୍ୟ ଏବଂ ସେମାନଙ୍କ ସହଯୋଗୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ପାଲା ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା। ପ୍ରାରମ୍ଭରେ ପଣ୍ଡିତମାନଙ୍କ ଦ୍ୱାରା ଯଜମାନଙ୍କ ମଙ୍ଗଳ ନିମନ୍ତେ ପ୍ରଭୁ ସତ୍ୟନାରାୟଣଙ୍କ ନିକଟରେ ପୂଜା ଅର୍ଚ୍ଚନା କରାଯାଇଥିଲା। ଉକ୍ତ କାର୍ଯ୍ୟରେ ବିଭୂତି ଭୂଷଣ ସାମନ୍ତରାୟ, ଆନନ୍ଦ ଦାସ ଓ ସର୍ବେଶ୍ୱର ବାରିକ, ସନାତନ ମହାପାତ୍ର, ଅଶୋକ ସାହୁ, ଫକୀର ନାରାୟଣ ମିଶ୍ର ତଥା ଅନ୍ୟମାନେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଗ୍ରାମର ତଥା ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ମନସ୍କାମନା ପୂରଣ ନିମନ୍ତେ ମାନସିକ କରିଥିବା ପାଲା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ। ଏଥିପାଇଁ ସମଗ୍ର ଅଞ୍ଚଳରେ ପ୍ରଭୁ ସତ୍ୟନାରାୟଣଙ୍କ ବାଦିପାଲା ଅନୁଷ୍ଠାନର ସୁଖ୍ୟାତି ରହିଛି ଏବଂ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ, ପର୍ଯ୍ୟବେକ୍ଷକ, ଓଡ଼ିଶା।